ଶ୍ରୀ ଜଗନ୍ନାଥ ସଂକୀର୍ତ୍ତନ ପରିଷଦର ଏକ ପ୍ରସ୍ତୁତି ବୈଠକ ଢେଙ୍କାନାଳ ରଥଗଡ଼ା ସ୍ଥିତ ଶ୍ରୀ ଶ୍ରୀ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ଜଗନ୍ନାଥ ସଂକୀର୍ତ୍ତନ ପରିଷଦ ଓଡ଼ିଶା ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା 16 ତାରିଖ ଦିନ ହେବାକୁ ଥିବା ଜିଲ୍ଲା ଓ ମ୍ୟୁନିସିପାଲିଟି ସ୍ତରୀୟ ସଂକୀର୍ତ୍ତନ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ସଭାପତି ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ସଭାପତିତ୍ୱରେ ଏକ କାର୍ଯ୍ୟକାରୀ କମିଟି ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ରାଜ୍ୟ ସଭାପତି ବିପ୍ରବର ସାହୁ, ସମ୍ପାଦକ ବିଜିନୀ ବିହାରୀ ଦାସ, ଜିଲ୍ଲା ଉପସଭାପତି ମମତା ସାହୁ, ବରିଷ୍ଠ ଉପସଭାପତି ଭାରତ ସ୍ୱାଇଁ, ମ୍ୟୁନିସିପାଲିଟି ସଭାପତି କଳ୍ପନା ସାହୁ, ଜିଲ୍ଲା ଯୁଗ୍ମ ସମ୍ପାଦକ ଦମୟନ୍ତୀ ବେହେରା ଓ ମ୍ୟୁନିସିପାଲିଟି ସମ୍ପାଦକ ବିଷ୍ଣୁଚରଣ ସାହୁ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ଆସନ୍ତା 16 ତାରିଖରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଢେଙ୍କାନାଳ ସ୍ଥିତ ଅଳସୁଆ ହାଟଠାରୁ ବାହାରିବ। କାର୍ଯ୍ୟକ୍ରମ ଶୃଙ୍ଖଳିତ ହେବା ପାଇଁ ବିଭିନ୍ନ ବିଭାଗର ଉପସ୍ଥିତ ନେତୃମଣ୍ଡଳୀ ଦାୟିତ୍ୱ ନେଇଥିଲେ। ବିପ୍ରବର ସାହୁ, ମୁଁ ହେଉଛି ଶ୍ରୀ ଶ୍ରୀ ଜଗନ୍ନାଥ ନାମ ସଂକୀର୍ତ୍ତନ ପରିଷଦ ଓଡ଼ିଶାର ରାଜ୍ୟର ସଭାପତି। କ'ଣ କହିବା ଏଇ ଯେଉଁ ପ୍ରସ୍ତୁତି ବୈଠକ ବସିଥିଲେ କ'ଣ ଆଜି ଏଇଥିପାଇଁ ପ୍ରସ୍ତୁତି ବୈଠକ ଆମର ଢେଙ୍କାନାଳ ଜିଲ୍ଲାରେ ଯେତେ ଗୁଡ଼ିଏ କଳାକାର ଅଛନ୍ତି, ବିଶେଷତଃ ନାମ ସଂକୀର୍ତ୍ତନ ପରିଷଦ ପ୍ରତ୍ୟେକ ଗାଁ ଗାଁରେ ବ୍ୟାପି ଯାଇଛି। ଆଗାମୀ ଦିନରେ ଯାହା ଭବିଷ୍ୟତବାଣୀ ଥିଲା ଯେ ମହିଳାମାନେ ବେଶୀ ଆଧ୍ୟାତ୍ମିକ ଚିନ୍ତାଧାରା ଭିତରେ କାର୍ଯ୍ୟକ୍ରମ କରିବେ, ସେଇଟା ଆଜି ସଫଳ ହେବାକୁ ଯାଉଛି। ଏ ବିଶ୍ୱର କଲ୍ୟାଣ ପାଇଁ এই মহামন্ত্র জপ করা যাব, যেটা হরে কৃষ্ণ 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 হরে হরে, হরে রাম 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 হরে হরে। এই মহামন্ত্র জপ কলে এ কଳି কଳମୁଷରୁ রক্ষা পাଇବା ପାଇଁ প্রত্যেক পরিবার এবং নিজକୁ নিজে বঞ্চাইবা ପାଇଁ, নিজ পরিবারକୁ সুস্থ রক্ষা ପାଇଁ এই মহামন্ত্র জপ করা উচিত। সেইଥିପାଇଁ আজ ঢেঙ্কানাଳରେ এই যে সমাবেশ আমার হেବାକୁ যাଉଛି এই 16 তারিখ দিন, ଶେଷ ରଜ ଦିନ, ତାର ବଡ଼ କାରଣ ହେଲା ସବୁ ଲୋକଙ୍କୁ ଆଧ୍ୟାତ୍ମିକ ଚିନ୍ତାଧାରା ଭିତରେ କେମିତି ଆମେ ଲିପ୍ତ କରାଇବୁ ଏବଂ ସମସ୍ତେ ସେ ହରିନାମରେ ସମ୍ପୃକ୍ତି ରଖିବେ, ସେଇଟା ହେଉଛି ଆମର ଲକ୍ଷ୍ୟ। ସେଥିପାଇଁ ଜିଲ୍ଲାର ଯେତେ ପଦସ୍ଥ ଅଫିସର ଏବଂ ଜିଲ୍ଲାର କର୍ମକର୍ତ୍ତା, ଜିଲ୍ଲାର ଯେତେ ଅଛନ୍ତି ମୁଖ୍ୟ, ସେମାନେ ସମସ୍ତେ ଆଜି ଏଠି ଏକାଠି ହୋଇଛନ୍ତି। ଶୃଙ୍ଖଳିତ ଭାବରେ ଏ କାର୍ଯ୍ୟକ୍ରମ କରିବା ପାଇଁ ପ୍ରସ୍ତୁତି ବୈଠକ ଚଳାଇଛନ୍ତି। ଆଶା କରାଯାଉଛି ଆଗାମୀ ଦିନରେ ଢେଙ୍କାନାଳ ହିଁ ମୁଖ୍ୟ ସ୍ଥାନ ଗ୍ରହଣ କରିବ ସାରା ଓଡ଼ିଶାରେ ଏବଂ ଢେଙ୍କାନାଳରୁ ଢାଙ୍କୁଣୀ ଫିଟିବ ବୋଲି ଯାହା ମାଳିକାରେ ବର୍ଣ୍ଣନା କରାଯାଇଛି, ସେ କଥା ଆମେ ଜଳ ଜଳକି ଦେଖିପାରୁଛୁ ଆଖି ଆଗରେ ଯେ ଆଗାମୀ ଦିନରେ ସେଇଆ ହିଁ ହବ। ମୁଁ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଜିଲ୍ଲା ସଭାପତି ଶ୍ରୀ ଶ୍ରୀ ଜଗନ୍ନାଥ ନାମ ସଂକୀର୍ତ୍ତନ ପରିଷଦ ଓଡ଼ିଶା। କ'ଣ କହିବେ ଏଇ ଯେଉଁ ପ୍ରସ୍ତୁତି ସଂକୀର୍ତ୍ତନ ବୈଠକ, ଆଉ କେତେ ଦଳ ସଂକୀର୍ତ୍ତନ ମଣ୍ଡଳୀ ଏଥିରେ ଯୋଗ ଦେବେ? ଆଜ୍ଞା, ଆମେ ଯୋଉ ଆସନ୍ତା 16 ତାରିଖରେ ଆମ ଜିଲ୍ଲା ସ୍ତରରେ ଗୋଟେ ହରିନାମ ସଂକୀର୍ତ୍ତନ ଯୋଉ ବଢେଇବା ପାଇଁ ଆମେ ଗୋଟେ ଇଏ ନେଇଛୁ, ମାନେ ଷ୍ଟେପ୍ ନେଇଛୁ। ଆଉ ଏଥିରେ ଆମ ଜିଲ୍ଲାର ଅଧିକାରୀ ମାନେ ତଥା ଜିଲ୍ଲାର ବହୁତ ଯୋଉ ହରିଭକ୍ତ ସେମାନେ ଆସିକି ତାଙ୍କର ହରିଭକ୍ତ ନାମ ସଂକୀର୍ତ୍ତନକୁ ଏ ଜିଲ୍ଲାରେ ଚାରିପଟକୁ ସ୍ପ୍ରେଡ୍ କରିବେ। ଆଉ ସେଥିପାଇଁ ଆମେ ସତଚେଷ୍ଟିତ ଯେ ଆମ ଜିଲ୍ଲା ଏ ରାଜ୍ୟରେ କ'ଣ ଏ ମାନେ ଭାରତ ବର୍ଷ ସ୍ତରରେ ଆମ ଜିଲ୍ଲାର ନାଁ ଆଗକୁ ବଢ଼ୁ। ଏଇ ହରିନାମ ସଂକୀର୍ତ୍ତନ ମା ହେଲେ ପାଠ ହୋଇ ଦେଶ ଯିବ ଆଗେଇ। ଆଜି ଏଇ ମା ମାନେ ମହିଳା ସଂକୀର୍ତ୍ତନ ମଣ୍ଡଳୀ ଗଠନ କରିଛନ୍ତି ଏବଂ ସେମାନେ ବହୁତ ଇମ୍ପ୍ରେସ ଯେ ଆମେ କେମିତି ଜଗନ୍ନାଥ ନାମ ସଂକୀର୍ତ୍ତନକୁ ଆଗକୁ ବଢ଼େଇବୁ। ସେ ଯଦି ସଂସ୍କାରୀ ହେବେ, ମା ଯଦି ସଂସ୍କାରୀ ହେଲା, ନିଶ୍ଚିତ ପିଲା ଛୁଆ ସଂସ୍କାରୀ ହେବେ। ଆଉ ଏ ହରିନାମ ସଂକୀର୍ତ୍ତନ ଆମ ଜିଲ୍ଲା ସାରା ଯୋଉ ହରିନାମକୁ ନେଉଛନ୍ତି, ସେମାନେ ତାଙ୍କର ଆଧ୍ୟାତ୍ମିକ ଚିନ୍ତାଧାରା ବଢିବ, ଆଉ ଲୋକମାନେ ସଂସ୍କାରୀ ହେବେ। ଆଉ ସଂସାରରୁ ଯୋଉ କଳୁଷିତ ଅଛି, ମାନେ ପଲ୍ୟୁସନ, ସେ ଧୀରେ ଧୀରେ ଦୂର ହେଇଯିବ। ଆଉ ଲୋକମାନେ ନିଜର ଯୋଉ ଆଧ୍ୟାତ୍ମିକ ଚିନ୍ତାଧାରା ନେଇକରି ଆଗକୁ ବଢିପାରିବେ। ଆଉ ଢେଙ୍କାନାଳ ଜିଲ୍ଲାର ସର୍ବୋନ୍ନତି ହବ, କାରଣ ଢେଙ୍କାନାଳ ଜିଲ୍ଲାର ଏଇ ରଜ ପର୍ବରେ ଯୋଉ ଆମର ମାନେ
ରଖାଯାଇଛି ସମ୍ମିଳନୀ ରଖାଯାଇଛି। ସେ ସମ୍ମିଳନୀରେ ଆମର ଜିଲ୍ଲାର ପଦସ୍ଥ କର୍ମଚାରୀ, ସାଂସ୍କୃତିକ ବିଭାଗର ଅଧିକାରୀ ତଥା ଜିଲ୍ଲାପାଳ ନିଜେ ଖୁସି ହେଇକି ଆମକୁ ଏଥିପାଇଁ ଇମ୍ପ୍ରେସ ବି କରିଛନ୍ତି। ତାଙ୍କ ସହିତ ଆମେ ପର୍ସନାଲି ସାକ୍ଷାତ କରିଥିଲୁ। ସେ ଆମକୁ କହିଛନ୍ତି ଯେ ନିଶ୍ଚିତ ଏଇଟା ଏଇ ଯୋଉ କାର୍ଯ୍ୟକ୍ରମ କରୁଛୁ ହରିନାମ ସଂକୀର୍ତ୍ତନ ଜିଲ୍ଲା ସାରା ଧାର୍ମିକ ନୀତି ବଢିବ, ଆଉ ଲୋକମାନେ ସଂସ୍କାରୀ ହେବେ, ଆଉ ଜିଲ୍ଲାର ଉନ୍ନତି ହବ। ଧନ୍ୟବାଦ।